ଆପଣଙ୍କ ନାଁ କୁହନ୍ତୁ ଆଜ୍ଞା। ମୋ ନାଁ ସଦାନନ୍ଦ ସାହୁ, କଖଡ଼ି ଧବଳେଶ୍ୱର 8ଗଡ଼ରୁ ଆଇଛୁ। କ'ଣ ଅନୁଭୂତି ଅଛି ଆଜ୍ଞା କୁହନ୍ତୁ। ବହୁତ ଅନୁଭୂତି ଅଛି, ତିନୋଟି କହିବି। ଆଜ୍ଞା ମୁଁ 30 ବର୍ଷ ହେଲା ଚନ୍ଦନ ଯାତ୍ରାକୁ ସବୁ ବର୍ଷ ଆସୁ ଆଜ୍ଞା। ଆମର ମହାମଣ୍ଡଳ ସଂକୀର୍ତ୍ତନ ମଣ୍ଡଳୀ ମାନେ ଭାଇମାନେ ଆସୁ। ମୋର ଆସିକି ଜଣାଇଲି, ପ୍ରଭୁ ମୁଁ ଦୁଃଖୀ ଲୋକ, ମୁଁ ଟିକେ ଘର ବଖରାଟା କରିଦେବି। ଅଧେ ଘର କରିଛି, ମୋ ଦେହ ଏମିତି ଅସୁସ୍ଥ ହେଲା ମୁଁ ଆଉ ଉଠି ପାଇଲିନି। ହେଉ ପ୍ରଭୁ ମହାଦେବ ଗୋସାଇଙ୍କ ବାଚସ୍ପତି ଶିବଶଙ୍କର ପାଖରେ ଅଧିକା ପଇଲି 2.5 ବର୍ଷ 2.5 ମାସେ। ତାପରେ ଜଗନ୍ନାଥ ମନ୍ଦିରକୁ ଠାକୁର ସମୂହ ଭାଇମାନେ ଆଇଲେ, ମହାମଣ୍ଡଳ ଭାଇମାନେ ହରିବୋଲ ଦେଲେ, ମୋତେ ଭଲ କଲେ ଠାକୁର। ଭଲ କଲା ପରେ ଫେରେ ଘର କଲି। ଘର କରିବା ପରେ ଅଧା ହେଇଛି, ଆଉ ଜଣେ ଜାଗା କିଣିକି 144 ମୋର 145 କଲା। ମୁଁ କହିଲି ମୁଁ ଏଠୁ ଆସିଲି ଜାଗା ପାଖରେ ବସିଲି, ମୁଁ କହିଲି ପ୍ରଭୁ ମୁଁ ଏତେ ବାଟ କରି ଆସିଥିଲି, ମୋତେ ଭଲ କଲୁ, ଫେରେ ଘର କଲି, ମୋ ନାଁରେ 184 କେସ୍ କଲା। ମୁଁ ଆଉ କରିପାରିବିନି, ତୁ ଯଦି କରିବୁ ତୋ ପାଖକୁ ଆସିବି, ନହେଲେ ଆସିବିନି। ମୋର ସିଏ ଅମିନ ଫମିନ ଆଣି ମାପିଲାଠୁ ମୋର ଯେତିକି ଜାଗା ହେଲା ସେତିକି ମୁଁ ଘର କରି ଆଜି ଭଲରେ ରହିଛି। ତାପରେ ଦ୍ୱିତୀୟ ଅନୁଭୂତି, ମୁଁ ଆସିଲି, ମୋ ଭଉଣୀର ପୁଅ ବାହାଘର ହେଇପାରୁନଥିଲା, ଜାଣିଲେ ଆଜ୍ଞା। ମୁଁ କହିଲି ଜଗାରେ ମୋତେ ମୋ ଭଉଣୀ ଫେରେ ଅପମାନ କରୁଛନ୍ତି, ଆଉ ମୁଁ ବାହାର କରିପାରିବିନି, ତ ମୁଁ 100 ଟଙ୍କା ନେଇକି ଯାଉଛି, ଆଉ ଯେ ବାହାର କରିବୁ ତୋ ପାଖକୁ ଆସିବି। ଏଇ 8 ମାସ ହେଲା ଭଣଜାର ସୁରୁଖୁରୁରେ ବାହାଘର ହେଇଗଲା। ତାପରେ ଦ୍ୱିତୀୟ କଥା, ତୃତୀୟ କଥା ଆଜ୍ଞା, 2025ରେ ଆମେ ଆସିଲୁ ଦର୍ଶନ କରିବାକୁ ଠାକୁରଙ୍କୁ। କରିବା ଭିତରେ ସାଙ୍ଗସାଥିରେ ଆଇଛୁ, ଦର୍ଶନ କଲୁ। କରିବା ଭିତରେ ବାଟରେ ଯାଇକି ଆଉ ଢାବାରେ ଆଜ୍ଞା ଖାଇଲୁ, ନିଶା ପାଣି ଟିକେ ଖାଇଦେଲି ମୁଁ ଆଜ୍ଞା। ମୋ ତାହାରୁ ଦାନ୍ତ ମୁହଁ ଫୁଲ ଫୁଟିଗଲା ସବୁ। କାଳିଆ ପାଖରେ ଆସିକି ଉଠୁ ବସ ହେଲି, କ୍ଷମା ପ୍ରାର୍ଥନା ମାଗିଲି, ଭଲ ହେଇଗଲା। ଆଉ ଏମିତିଆ ବହୁତ କଥା ସେ କାଳିଆ ରଖିଛି ସଂସାରରେ। ଆଉ ଚନ୍ଦନ ଯାତ୍ରା ଆଗରୁ ଦେଖିଛନ୍ତି ନା ଆଜି ପ୍ରଥମ? ଆଜ୍ଞା 30 ବର୍ଷ ହେଲା ଚନ୍ଦନ ଯାତ୍ରା ହେଉଛି। ଆମର ମହାମଣ୍ଡଳ ଭାଇମାନେ ସମସ୍ତେ ଆସୁଛନ୍ତି ଧବଳେଶ୍ୱର 8ଗଡ଼ରୁ, କଖଡ଼ି ମଣ୍ଡଳ। 30 ବର୍ଷ ହେଲାଣି ଆପଣ ଆସୁଛନ୍ତି। 30 ବର୍ଷ ତଳେ ଚନ୍ଦନ ଯାତ୍ରା ଏବଂ ଏବେକାର ଚନ୍ଦନ ଯାତ୍ରା ଭିତରେ କ'ଣ ଫରକ ଆପଣ ଦେଖୁଛନ୍ତି? ଆହୁରି ପରିବର୍ତ୍ତନ ଆଜ୍ଞା ବହୁତ ହେଇଗଲାଣି। ଆଉ ସବୁ ବର୍ଷ ତ ଆସୁଛୁ ଚନ୍ଦନ ଯାତ୍ରା ବେଳକୁ। ଆଉ 30 ବର୍ଷ ଆସିବା ଭିତରେ ମହାପ୍ରଭୁ ଅନେକ ଅନୁଭୂତି ଦେଇଥିବେ ଆପଣ। ବହୁତ ଅନୁଭୂତି ଦେଇଛନ୍ତି। ଏବେ ମୋ ପୁଅଟିକି ସଦା ଗାଳି କରୁଥିଲି, ମୋ ପୁଅଟିକି କୋଉଠି ରଖ ଠାକୁର, କେମିତି କାହିଁ ମୁଁ ଗାଳି ଗଳ କରୁଛି, ମୁଁ ଏକଲା ବୁଢ଼ା ଲୋକ କ'ଣ କରିବି। ଏବେ ମାସେ ହେଲା ଜଏନ୍ କରିଛି ଗୋଟେ କମ୍ପାନୀ। ଜୟ ଜଗନ୍ନାଥ ଟିଭି ଦେଖନ୍ତି? ଆଜ୍ଞା ଏବେ 4-6 ମାସ ହେଲା ଦେଖୁଛି, ସବୁବେଳେ ମୋ ଦୁଃଖରେ ଯାଉଛି, ଆସି ଦେଖୁଛି। ଆଉ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆଜ୍ଞା। ଜୟ ଜଗନ୍ନାଥ ଟିଭି ତରଫରୁ ଆପଣଙ୍କୁ ଗୋଟେ ପାରମ୍ପରିକ ଭଜନ ପୁସ୍ତକଟିଏ ଦିଆଯାଉଛି, ଆକୁ ନିତ୍ୟ ପାଠ କରିବେ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶୁଣୁଥିଲେ ଅନୁଭୂତି।